ସୁନ୍ଦରବନ ନାମରେ ଥିଲା ଏକ ଛୋଟ ଗାଁ। ସେଇ ଛୋଟ ଗାଁରେ ଥିଲା ମାଧବ ଚଢ଼େଇର ଘର। ମାଧବ ଚଢ଼େଇ ଥିଲା ଭାରି ପରିଶ୍ରମୀ ଆଉ ସଚ୍ଚୋଟ। ସେଇ ଗାଁର ସିଏ ଥିଲା ଗୋଟେ ଭଲ ଚଢ଼େଇ। ମାଧବ ଚଢ଼େଇ ପାଖରେ ଥିଲା ଘର, ଜମି, ବାଡ଼ି, 2 ପୁଅ ଆଉ 2 ବୋହୂ। ମାଧବ ଚଢ଼େଇର ଥିଲା ଗୋଟେ ସ୍ୱପ୍ନ। ସେ ଗଲା ପରେ ତା ପରିବାର ଏକାଠି ମିଳିମିଶି ରହିବେ। ହେଲେ ଭଗବାନଙ୍କର ଇଚ୍ଛା ଥିଲା କିଛି ଅଲଗା। ଆଜି ସକାଳୁ ସକାଳୁ ମାଧବ ଚଢ଼େଇ ତା କ୍ଷେତରୁ ଫେରୁଥାଏ। ହଠାତ୍ ତାର ମୁଣ୍ଡ ବୁଲେଇ ଦିଏ। ସେ ତଳେ ଗଳି ପଡ଼େ ଆଉ ଚିତ୍କାର କରିବାକୁ ଲାଗେ। ଆରେ କିଏ କୋଉଠି ଅଛ? ମତେ ଆସି ବଞ୍ଚାଅ। ପାଟି ଶୁଣି ମାଧବ ଚଢ଼େଇର ସାନ ପୁଅ ରାଜୁ ଚଢ଼େଇ ସେଠାକୁ ଚାଲି ଆସେ। ଆରେ ବାପା, ତୁମର କ'ଣ ହେଲା? ତୁମେ ଗଳି ପଡ଼ିଲ କେମିତି? ରୁହ, ମୁଁ ତୁମକୁ ଘରକୁ ନେଇ ଯାଉଛି। ତାପରେ ରାଜୁ ଚଢ଼େଇ ତା ବାପାକୁ ଘର ଭିତରକୁ ନେଇ ଆସେ। ପୁଅ ରାଜୁ, ମୋ ସମୟ ସରି ଆସୁଛି। ଡାକ୍, ସାନକୁ ବି ଡାକ୍ ଆଉ ବୋହୂମାନଙ୍କୁ ବି ଡାକ୍। ମୁଁ ସମସ୍ତଙ୍କ ସାଙ୍ଗରେ ଶେଷ କଥା ହେବାକୁ ଚାହୁଁଛି। ଟିକି, ଟିକି, ଜଲ୍ଦି ଆସ ଆଉ ଭାଉଜଙ୍କୁ ବି ଡାକ। ପାଟି ଶୁଣି ଟିକି ଚଢ଼େଇ ଆଉ ରାନୁ କାଉ ସେଠାକୁ ଚାଲି ଆସନ୍ତି। ଆରେ ତୁମେ ଜଲ୍ଦି ଯାଅ, ପାଣି ନେଇକି ଆସ ଆଉ ବୈଦଙ୍କୁ ବି ନେଇକି ଆସ। ବାପାଙ୍କର ଦେହ ଖରାପ ହେଇଯାଇଛି। ସାଙ୍ଗେ ସାଙ୍ଗେ 2 ବୋହୂ ସେଠାରୁ ଚାଲି ଯାଆନ୍ତି। ସାନୁ କାଉ କ୍ଷେତରୁ ଜଲ୍ଦି ଘରକୁ ଫେରି ଆସେ। ଏପଟରେ ରାନୁ କାଉ ବୈଦଙ୍କୁ ଡାକି ଆଣେ ଆଉ ଟିକି ଚଢ଼େଇ ନଦୀରୁ ପାଣି ନେଇ ଘରକୁ ଚାଲି ଆସେ। ସମସ୍ତେ ଭାରି ଦୁଃଖରେ ଥାଆନ୍ତି। ବାପା, ତୁମର କିଛି ହେବନି। ବୈଦ ଏବେ ଆସୁଛନ୍ତି। ତୁମେ ଖାଲି ତୁମ ଆଖିକୁ ଖୋଲା ରଖିଥାଅ। ପିଲାମାନେ, ମୃତ୍ୟୁକୁ କେହି କେବେ ଅଟକାଇ ପାରିବେନି। ମୋର ସମୟ ସରି ଆସିଲାଣି। ମୁଁ ମୋ ଜୀବନ ଭଲରେ କାଟିଲି। ଏବେ ମୋର ସବୁ ସମ୍ପତ୍ତି ତୁମକୁ ଦେଖାଶୁଣା କରିବାକୁ ହେବ। ତୁମେ ସମସ୍ତେ ମୋ କଥାକୁ ଧ୍ୟାନ ଦେଇ ଶୁଣ। ମାଧବ ଚଢ଼େଇ ସମସ୍ତଙ୍କୁ ଏମିତି କହେ। ମାଧବ ଚଢ଼େଇର ସ୍ୱର ଧୀରେ ଧୀରେ କମ୍ ହେବାକୁ ଲାଗିଥାଏ। ଝରକା ପାଖରେ ମିଟୁ ବି ଚୁପଚାପ ବସିଥାଏ। ଘରେ ଶାନ୍ତି ଥାଏ। ତାପରେ ମାଧବ ଚଢ଼େଇ ସମସ୍ତଙ୍କୁ କୁହେ, ମୁଁ ଜୀବନରେ ବହୁତ କିଛି ରୋଜଗାର କରିଛି। ପ୍ରଥମେ ତ ତୁମେ ମୋର 2 ପୁଅ ଆଉ ଦ୍ୱିତୀୟରେ ହେଉଛି ଆମର ସମ୍ପତ୍ତି, ଯେଉଁଟା ଆମର କାଳ କାଳରୁ ରହି ଆସିଛି। ସେଇ ସମ୍ପତ୍ତିକୁ ଜଙ୍ଗଲର ବୁଢ଼ା ବରଗଛ ତଳେ ମୁଁ ମାଟି ଖୋଳି ପୋତି ଦେଇଛି। ସେଇ ବୁଢ଼ା ବରଗଛ ପୁରାପୁରି ଶୁଖି ଯାଇଛି। ତା ଦେହରେ ଚଢ଼େଇ ବି ବସନ୍ତିନି। ସେଇ ତଳେ ଗୋଟେ ବଡ଼ ପଥର ଅଛି। ବାପା, କେତେ ଧନ ତୁମେ ଲୁଚେଇକି ରଖିଛ। କ'ଣ ସୁନା ଅଛି ଆଉ ରୂପା ବି ଅଛି? ଆମେ 2 ଭାଇ କ'ଣ ସେଟ୍ ବନିପାରିବୁ? ପୁଅରେ, ଧନ ଠାରୁ ବଡ଼ ହେଉଛି ସମ୍ପର୍କ। ତୁମେ 2 ଜଣ ସେଇ ଧନକୁ ବାହାର କରିଦେବ। ତାକୁ ଅଧା ଅଧା କରି ବାଣ୍ଟି ଦେବ। କେହି ହେଲେ ବି ଲୋଭ କରିବନି କି ପରସ୍ପର ମଧ୍ୟରେ ବି ଝଗଡ଼ା କରିବନି। ଏଇଟା ହେଉଛି ମୋର ଶେଷ ଇଚ୍ଛା। ମୋତେ ଆଶା ଅଛି ତୁମେ 2 ପୁଅ ମୋର ଶେଷ ଆଶାକୁ ନିଶ୍ଚୟ ପୂରଣ କରିଦେବ। ଆରେ ବାପା ତ ବହୁତ ଧନ ଲୁଚେଇକି ରଖିଛନ୍ତି। ତାକୁ ଆମେ ଯେମିତି ହେଲେ ନିଜ ହାତକୁ ନେବାକୁ ପଡ଼ିବ। ଏତେ ଧନ, ସତରେ ମୁଁ ତ କେବେ ଏଇ କଥା ଭାବିନଥିଲି। ବାପା, ତୁମେ ଯେମିତି କହିବେ ସେମିତି ହେବ। ଆମେ କେହି ହେଲେ ଲୋଭ କରିବୁନି। ବାପା, ଧନ ଠାରୁ ତ ବଡ଼ ହେଉଛନ୍ତି ଆପଣ। ଆପଣ ଚାଲିଗଲେ ସତରେ ଆମ ମୁଣ୍ଡରୁ ତ ଛାଇ ଚାଲିଗଲା ଭଳି ଲାଗିବ। ତୁମ ଭଳି ବାପା ଆମେ ଆଉ କୋଉଠୁ ପାଇବୁ? ରାଜୁ, ତୁ ଭାରି ସରଳ। ଏଇଟା ହେଉଛି ତୋର
ବଡ଼ପଣ। କେବେ ହେଲେ ସତକୁ ଛାଡ଼ିବୁନୁ, ସବୁବେଳେ ସତ୍ ପଥରେ ଚାଲିବୁ। ବୋହୂ ଟିକି, ମୁଁ ଜାଣିଛି ତୁ ବହୁତ ଭଲ। ତୁ ସବୁ କଥାକୁ ଭଲରେ ଗ୍ରହଣ କରିନେବୁ। ଆଉ ବୋହୂ ରାନୁ, ତୁ ଟିକି ସାଙ୍ଗରେ ମିଳିମିଶି ଚଳିବୁ। ହଁ ବାପା, ଆପଣ ତ ମୋତେ ଝିଅ ଭଳି ଭଲ ପାଇବା ଦେଇଛନ୍ତି। ମୁଁ ତୁମ ନାଁକୁ କେବେ ହେଲେ ବଦନାମ କରିବିନି। ଗୋଟିଏ କଥା ମନେ ରଖିବ, ସାଙ୍ଗ ହେଇ ରହିବ ଆଉ ସଚ୍ଚୋଟ ହେଇ ରହିବ, ସତ୍ ପଥରେ ଚାଲିବ। ଏମିତି କହିବା ପରେ ମାଧବ ଚଢ଼େଇ ସବୁଦିନ ପାଇଁ ଆଖି ବୁଜି ଦିଏ। ସମସ୍ତେ କାନ୍ଦିବାକୁ ଲାଗନ୍ତି। ବୋହୂମାନେ ଚିତ୍କାର କରି କାନ୍ଦୁଥାନ୍ତି। ସାନୁ କାଉର ଆଖିରେ ଲୁହ ଥାଏ, ହେଲେ ସେଇ ଲୁହରେ ଥାଏ ଧନର ଲୋଭ। ରାଜୁ ଚଢ଼େଇ ବାପା ମୁଣ୍ଡ ପାଖରେ ବସି ବହୁତ କାନ୍ଦୁଥାଏ। ରାନୁ କାଉ ରୋଷେଇ ଘରକୁ ଚାଲି ଆସେ। ସେ କାନ୍ଦୁଥାଏ, ହେଲେ ତା ମନରେ କୋଉଠି ନା କୋଉଠି ଖୁସି ଥାଏ। ଧନ ମିଳିବାର ଖୁସି ଥାଏ ତା ମନରେ। କିଛି ସମୟ ପରେ ଜଙ୍ଗଲର ସବୁ ଚଢ଼େଇମାନେ ଚାଲି ଆସନ୍ତି। ସମସ୍ତେ ମିଶି ମାଧବ ଚଢ଼େଇର ଅନ୍ତିମ ସଂସ୍କାର କରିଦିଅନ୍ତି। କିଛି ସମୟ ପରେ ରାତି ହେଇଯାଏ। ଘର ପୁରା ଶାନ୍ତ ପଡ଼ି ଯାଇଥାଏ। ସମସ୍ତେ ବି ଶୋଇ ପଡ଼ନ୍ତି। ହେଲେ ସାନୁ କାଉର ଆଖିକୁ ଆଜି ନିଦ ନଥାଏ। ସେ ଉଠିଯାଏ ଆଉ ତା ସ୍ତ୍ରୀ ରାନୁ କାଉକୁ ବି ଉଠେଇବାକୁ ଚେଷ୍ଟା କରେ। ରାନୁ, ରାନୁ ଉଠ, ମତେ ଜମା ହେଲେ ବି ନିଦ ହେଉନି। ସାନୁ, କ'ଣ ହେଲା? ରାତି ଆସି 12ଟା ବାଜିଛି। ସମସ୍ତେ ଶୋଇଛନ୍ତି, ହେଲେ ତୁମ ଆଖିକୁ ନିଦ କାହିଁକି ନାହିଁ? ଶୁଣ ରାନୁ, ବାପାଙ୍କର ସବୁ ଧନକୁ ଆମେ 2 ଜଣ ନେଇଯିବା। ରାଜୁ ଆଉ ଟିକିକୁ ଯେମିତି କିଛି ହେଲେ ନ ମିଳେ। ହେଲେ ସାନୁ, କେମିତି? ବାପା ତ ସମ୍ପତ୍ତିକୁ ଅଧା ଅଧା କରି ବାଣ୍ଟିବାକୁ କହିଛନ୍ତି। ଆଉ ଗାଁ ବାଲା ଯଦି ସମସ୍ତେ ଏ କଥା ଜାଣିବେ କି ସବୁ ସମ୍ପତ୍ତି ଆମେ ଆମ ନିଜ ନାଁରେ କରିବାକୁ ଚାହୁଁଛୁ, ତାହେଲେ ଆମର କେତେ ବେଜ୍ଜତି ହେବ। ଶୁଣ ରାନୁ, କାଲି ଯେତେବେଳେ ରାଜୁ ଆଉ ଟିକି ଜଙ୍ଗଲକୁ ବାହାରିବେ, ତୁ ସେତେବେଳେ ଚିତ୍କାର କରିବୁ, କହିବୁ ମୋ ପେଟ ଭାରି ଜୋରରେ କାଟୁଛି, ମୁଁ ଯାଇପାରିବିନି। ମୁଁ କହିବି କି ତୋ ଦେହ ଭଲ ନାହିଁ, ମୁଁ ବି ଏଇଠି ତୋ ସାଙ୍ଗରେ ରହିଯିବି। ତାପରେ ସାନୁ କ'ଣ? ତୁମେ କ'ଣ ଆଜି ଯାଇ ସବୁ ଧନକୁ ନେଇ ଆସିବ? ଆରେ ରାନୁ, ଧୀରେ କହ, ଏତେ ବଡ଼ ପାଟି କରନା। ତୁ ଠିକ୍ ଶୁଣିଲୁ, ମୁଁ ସବୁତକ ଟଙ୍କା ଯାଇ ରାତିରେ ଖୋଳିଦେବି। ତାକୁ ଅନ୍ୟ ଏକ ଜାଗାରେ ଖୋଳିକି ପୋତି ଦେବି। ଆଉ କାଲି ଯେତେବେଳେ ରାଜୁ ଆଉ ଟିକି ଯିବେ, ମୁଁ ସେମାନଙ୍କ ଉପରେ ଦୋଷ ଲଦି ଦେବି କି ସବୁ ଧନ ତୁମେ 2 ଜଣ ଚୋରି କରିଛ। ହେଲେ ସାନୁ, ମୋତେ ତ ଡର ଲାଗୁଛି। ତୁମେ ଧରା ପଡ଼ିଯିବନି ତ? ଆରେ ରାନୁ, ନା ନା, ତୁ ବ୍ୟସ୍ତ ହୋନା। ତୁ ଟିକେ ଖାଲି ଘରେ ନଜର ରଖିଥା। ମୁଁ ଚୁପଚାପ ଯାଇ ସବୁ ଧନକୁ କାଢ଼ି ଆଣିବି। ହଉ ସାନୁ, ମୁଁ ତୁମ କଥାରେ ପୁରାପୁରି ରାଜି। ହେଲେ ଗୋଟିଏ ସର୍ତ୍ତରେ। ଅଧା ଧନ ତୁମେ ମୋତେ ଦେବ। ମୁଁ ମୋ ପାଇଁ ସୁନାର ସବୁ ଜିନିଷ ତିଆରି କରିବି। ଏଇଟା ମୋର ଗୋଟେ ଆଶା ଥିଲା, ହେଲେ କେବେ ପୂରଣ ହେଇନି। ଏଇଥରକ ମୋ ଆଶା ନିଶ୍ଚୟ ପୂରଣ ହେଇଯିବ। ହଉ ରାନୁ, ତୁମେ ବ୍ୟସ୍ତ ହୋନା, ଏବେ ଶୋଇପଡ଼, ମୁଁ ସବୁ କାମ କରିଦେବି। ଏମିତି ସାନୁ ଆଉ ରାନୁ କାଉ ତାଙ୍କ ଯୋଜନା ଆରମ୍ଭ କରିଦିଅନ୍ତି। ଏପଟରେ ସେଇ ଘରେ ରାଜୁ ଆଉ ଟିକି ବସି କାନ୍ଦୁଥାନ୍ତି। ସେମାନେ ତାଙ୍କ ବାପା ଯିବାର ଦୁଃଖକୁ ଭୁଲି ପାରନ୍ତିନି। ପରଦିନ ସକାଳ ହେଇଯାଏ। ରାଜୁ ଚଢ଼େଇ ଆଉ ସାନୁ କାଉ ଜଙ୍ଗଲ ଯିବା ପାଇଁ ରେଡି ହୋଇ ଯାଆନ୍ତି। ସେମାନେ କାନ୍ଧରେ କୋଦାଳ ଧରିଥାନ୍ତି, ହେଲେ ସାନୁ କାଉ ଅପେକ୍ଷା କରିଥାଏ ରାନୁ କାଉର ଅଭିନୟକୁ। ସେ ବାରମ୍ବାର ଘରକୁ ଦେଖୁଥାଏ।
ରାଜୁ ତୁ ପ୍ରସ୍ତୁତ ଅଛୁ ତ? ଆମକୁ ଏବେ ଜଙ୍ଗଲକୁ ଯିବାକୁ ହେବ। ବାପାଙ୍କ କହିବା ଅନୁସାରେ ଆମକୁ ସେଇ ବରଗଛ ମିଳିଗଲେ ଆମେ ସବୁତକ ଧନ ବାହାର କରି ଆଣିବା। ହଁ ସାନୁ ଭାଇ, ମୁଁ ତ ଏବେ ପ୍ରସ୍ତୁତ ଅଛି, ହେଲେ ମୋତେ ଖାଲି ବାପାଙ୍କର କଥା ମନେ ପଡ଼ୁଛି। ଓହୋ, ମୋ ପେଟରେ ତ ଭାରି ଯନ୍ତ୍ରଣା ହଉଛି। ଟିକି ଟିକି, ସାନୁ କୁଆଡ଼େ ଗଲ? ଏଇଠିକୁ ଆସ, ଦେଖ ମୋତେ ଭାରି କଷ୍ଟ ହଉଛି। ରାନୁ କାଉର ପାଟି ଶୁଣି ସମସ୍ତେ ସେଠାକୁ ଚାଲି ଆସନ୍ତି। ଆରେ ରାନୁ, ତୋର କ'ଣ ହେଲା? ତୁ ଠିକ୍ ଅଛୁ ତ? ସାନୁ, ମୋତେ କିଛି ହେଲେ ଭଲ ଲାଗୁନି। ମୋ ମୁଣ୍ଡ କ'ଣ ହେଉଛି, ପେଟରେ ଭାରି ଯନ୍ତ୍ରଣା ହେଉଛି, ମୋ ଦେହ ବି ଭଲ ଲାଗୁନି। ରାଜୁ, ତୁ ଦେଖୁଛୁ ନା ନାହିଁ, ତୋ ଭାଉଜର ଦେହ ଜମା ହେଲେ ଭଲ ନାହିଁ। ମୁଁ ତାକୁ ଏମିତି ଅବସ୍ଥାରେ ଛାଡ଼ି ଜଙ୍ଗଲକୁ ଯାଇପାରିବିନି। ତୁ ଆଉ ଟିକେ ଜଙ୍ଗଲକୁ ଯାଅ, ବାପା କହିଥିବା ସ୍ଥାନରେ ଖୋଳିକି ସବୁ ଧନ ନେଇ ଆସିବ। ଆମେ ପରେ ଏସବୁ ବାଣ୍ଟି ନେବା। ହେଲେ ଭାଇ, ବାପା ତ କହିଥିଲେ 2 ଭାଇ ସାଙ୍ଗ ହେଇକି ଯିବ। ମୋର ଏକା ଯିବା କ'ଣ ଠିକ୍ ହେବ? ଆରେ ରାଜୁ, ବାପା ତ ଆଉ ଏଇ ଦୁନିଆରେ ନାହାନ୍ତି। ଆଉ ତୁ କହ, ତୋ ଭାଉଜର ଦେହ ଏତେ ଖରାପ, ମୁଁ ତାକୁ ଛାଡ଼ି ତୋ ସାଙ୍ଗରେ କେମିତି ଯାଇପାରିବି? ତୁ ଏକା ଯା, ଯାହା ମିଳିବ ନେଇ ଆସିବୁ। ହଉ ଭାଇ, ମୁଁ ବି ୟାଙ୍କ ସାଙ୍ଗରେ ଯାଉଛି। ତୁମେ ଭାଉଜଙ୍କର ଧ୍ୟାନ ରଖିଥିବ। ହଉ ଟିକି, ତୁ ବି ରାଜୁ ସାଙ୍ଗରେ ଯା। ତାପରେ ରାଜୁ ଆଉ ଟିକି ଘରୁ ବାହାରି ଯାଆନ୍ତି। ରାଜୁ ଚଢ଼େଇର ମନରେ ଦୁଃଖ ଥାଏ, ହେଲେ ଟିକି ଚଢ଼େଇ ମନରେ ସାନୁ ଆଉ ରାନୁ କାଉର ବ୍ୟବହାରରେ ସନ୍ଦେହ ହେଇଥାଏ। ହେଲେ ସେ କିଛି କହେନା। 2 ଜଣ ଆଗକୁ ବଢ଼ି ଚାଲନ୍ତି। ଟିକି, ବାପା କହିଥିଲେ ଶୁଖିଲା ବରଗଛ, ଯୋଉ ଗଛରେ ପକ୍ଷୀ ବସନ୍ତିନି। ହେଲେ ଏଠି ତ ସବୁ ଗଛ ହରା ଭରା ପତ୍ରରେ ପୂରି ଅଛି। ମୁଁ ଏବେ ସେମିତିକା ଗଛ କୋଉଠୁ ଖୋଜିବି? ରାଜୁ, ତୁମେ ଭାଙ୍ଗି ପଡ଼ନି, କିଛି ଆଗକୁ ଚାଲ, ଆମକୁ ସେଇ ଗଛ ନିଶ୍ଚୟ ମିଳିଯିବ। ବାପା ସବୁବେଳେ କୁହନ୍ତି ପରିଶ୍ରମର ଫଳ ବ୍ୟର୍ଥ ଯାଏନା। ଆମକୁ ବି ପରିଶ୍ରମ କରିବାକୁ ହେବ। ଏମିତି ରାଜୁ ଆଉ ଟିକି ଚଢ଼େଇ ଜଙ୍ଗଲ ସାରା ଖୋଜିବାକୁ ଲାଗନ୍ତି। ଶେଷରେ ତାଙ୍କୁ ସେଇ ବୁଢ଼ା ବରଗଛ ମିଳିଯାଏ, ଯାହା ଦେହରେ ଗୋଟିଏ ପତ୍ର ନଥାଏ। ସେଇ ଗଛରେ ଗୋଟେ ହେଲେ ଚଢ଼େଇ ନଥାନ୍ତି। ଟିକି ଦେଖ, ଆମକୁ ସେଇ ଗଛ ଏବେ ମିଳିଗଲା। ଇଏ ତ ହେଉଛି ସେଇ ଗଛ, ଯୋଉ ଗଛ ବିଷୟରେ ବାପା କହିଥିଲେ। ଦେଖ, ୟା ତଳେ ଗୋଟେ ବଡ଼ ପଥର ବି ଅଛି। ହଁ ରାଜୁ, ଗଛ ତ ମିଳିଗଲା। ତୁମେ ଏବେ ଜଲ୍ଦି ୟାକୁ ଖୋଳ, ଆଉ କିଛି ସମୟ ପରେ ସନ୍ଧ୍ୟା ହେଇଯିବ। ରାଜୁ ଚଢ଼େଇ ଖୋଳିବା ଆରମ୍ଭ କରିଦିଏ। ସମୟ ପରେ ସମୟ ବିତି ଚାଲେ, ହେଲେ ସେଠାରୁ କିଛି ହେଲେ ବାହାରେ ନା। ବାହାରେ ଖାଲି ମାଟି, ଗଛର ଚେର ଆଉ ଗୋଡ଼ି। ଟିକି, ତୁମେ ଦେଖୁଛ ତ, ମୁଁ 10 ଫୁଟରୁ ଅଧିକ ଖୋଳି ସାରିଲିଣି, ହେଲେ କାହିଁ ୟା ଭିତରେ ତ କିଛି ହେଲେ ନାହିଁ। କ'ଣ ବାପା ଆମକୁ ମିଛ କଥା କହିଲେ? ନା ନା, ଏମିତି କେବେ ହେଇପାରିବନି। ବାପା କେବେ ହେଲେ ବି ଆମକୁ ମିଛ କହିପାରିବେନି। ମୋତେ ଲାଗୁଛି ଏଇଠୁ ନିଶ୍ଚୟ ଧନ ଆମ ଆଗରୁ କିଏ ଆସି ନେଇଯାଇଛି। ହେଲେ କିଏ ନେଇଗଲା? ବାପା ତ କେବଳ ଆମକୁ ହିଁ ଧନ ବିଷୟରେ କହିଥିଲେ। ଆରେ ରହ, ଦେଖ, ମୋତେ କିଛି ମିଳିଲା। ଇଏ କ'ଣ ଗୋଟିଏ ମାତ୍ର ରୂପାର ମୁଦ୍ରା? କ'ଣ ହେଲା? ଏତେ ବଡ଼ ଧନ କଥା ବାପା କହିଥିଲେ, ହେଲେ ମାତ୍ର ମିଳିଲା ଗୋଟିଏ ରୂପାର ମୁଦ୍ରା। ଆମ ସାଙ୍ଗରେ ଆଉ କିଛି ଧୋକା ହେଉନି ତ? ଦେଖ ଟିକି, ବାପା ଆମକୁ ଏଇଠୁ ସବୁ ଦେଖୁଛନ୍ତି। ଆମେ ଚୋରି କରିନୁ। ଯିଏ ବି ଚୋରି କରିଛି ସେ ତା କର୍ମର ଫଳ ନିଶ୍ଚୟ ପାଇବ। ଚାଲ, ଆମେ ଏଇ ମୁଦ୍ରାକୁ ନେଇ ଘରକୁ ଯିବା, ଆଉ ଭାଇ ଭାଉଜଙ୍କୁ ସବୁ କଥା କହିବା। ତାପରେ ରାଜୁ ଚଢ଼େଇ ସେଇ ଗାତକୁ ପୁଣି ଥରେ
ପୋତି ଦିଏ। ସେଇ ଗୋଟିଏ ରୂପାର ମୁଦ୍ରାକୁ ନେଇ ରାଜୁ ଆଉ ଟିକି ତାଙ୍କ ଘରକୁ ଫେରି ଆସନ୍ତି। ଏବେ ତ ରାତି ହେଇସାରିଥାଏ। ବାହାରେ ସାନୁ ଆଉ ରାନୁ କାଉ ଛିଡ଼ା ହୋଇଥାନ୍ତି। ସେମାନଙ୍କ ମୁହଁରେ ନକଲି ଚିନ୍ତା ଥାଏ, ଆଖିରେ ଥାଏ ଲୋଭ। ରାଜୁ, ଧନ କାଇଁ? କେତେ ମିଳିଲା? ମତେ ଜଲ୍ଦି କହ। ଭାଇ, ଏଇ ଦେଖ, ଟଙ୍କା ହଉଛି ତୁମ ସାମ୍ନାରେ। ମୁଁ 10 ଫୁଟ ପର୍ଯ୍ୟନ୍ତ ଖୋଳିଲି, ହେଲେ ମତେ କିଛି ହେଲେ ମିଳିଲାନି। ମିଳିଲା କେବଳ ଏଇ ଗୋଟିଏ ରୂପାର ମୁଦ୍ରା। କ'ଣ ହେଲା? ଗୋଟିଏ ମୁଦ୍ରା? ତୁ ମତେ ବୋକା ବନଉଛୁ ନା କ'ଣ? ବାପା କହିଥିଲେ ତାଙ୍କର ବହୁତ ଧନ ସେ ସେଇଠି ରଖିଛନ୍ତି, ବରଗଛ ତଳେ। ଆଉ ତୁ ମତେ କହୁଛୁ ଗୋଟିଏ ମୁଦ୍ରା? ଭାଇ, ଆମେ ସତ କହୁଛୁ। ଜଙ୍ଗଲରେ ବହୁତ ଖୋଜିଲା ପରେ ଆମକୁ ସେଇ ଗଛ ମିଳିଲା। ଆମେ ଖୋଳିଲୁ, ହେଲେ ମିଳିଲା ଏଇ ଗୋଟିଏ ରୂପାର ମୁଦ୍ରା। ଆମକୁ ଲାଗୁଛି ହୁଏତ ଆମ ପୂର୍ବରୁ କିଏ ଆସି ସେଠି ଖୋଳିକି ସବୁ ଧନ ନେଇଯାଇଛି। କ'ଣ ହେଲା? ଅନ୍ୟ କେହି ଆସି ନେଇଗଲେ? ମିଛ କଥା କାହିଁକି କହୁଛ? ବାପା ତ କେବଳ ଆମ 2 ଜଣଙ୍କୁ ଏଇ ଧନ ବିଷୟରେ କହିଥିଲେ। ସତ କୁହ, ଧନ ତୁମେ କୋଉଠି ଲୁଚାଇ ରଖିଛ? ନାଇଁ ଭାଇ, ଆମେ ସତ କହୁଛୁ। ଆମେ ଏମିତିକା ଭୁଲ କେବେ କରିବୁନୁ। ମୁଁ ଠିକ୍ ଜାଣିଛି ତୁ ଧନକୁ ଦେଖି ଲୋଭରେ ପଡ଼ିଯାଇଛୁ, ଆଉ ଏବେ ମତେ ମିଛ କଥା କହୁଛୁ। ଯା, ତୁମେ 2 ଜଣ ଏବେ ଏଇ ଘର ଛାଡ଼ି ଚାଲିଯାଅ। ତୁମ ପାଇଁ ଏଠି ଆଉ କିଛି ହେଲେ ଜାଗା ନାହିଁ। ଭାଇ, ଆମେ ସତ କହୁଛୁ। ମୁଁ ତୁମର ସାନ ଭାଇ। ମୁଁ ତୁମକୁ ମିଛ କାହିଁକି କହିବି? ଆଉ ତୁମେ ତ ଆମ ସାଙ୍ଗରେ ଯାଇପାରିଥାନ୍ତ, ହେଲେ ତୁମେ ଭାଉଜଙ୍କ ଦେହ ଖରାପର ବାହାନା କରି ଘରେ ରହିଗଲ। କ'ଣ ହେଲା? ମୋର ତ ଦେହ ଖରାପ ଥିଲା, ମୁଁ ଗଲିନି। ମୋ ଦେଖାଶୁଣା ପାଇଁ ସାନୁ ବି ଗଲେନି। ଆମେ ତୁମ ଉପରେ ଭରସା କଲୁ, ହେଲେ ତୁମେ 2 ଜଣ କ'ଣ କଲ? ଆମ ଭରସାକୁ ଭାଙ୍ଗିଦେଲ। ସାନୁ, ତୁମେ ୟାଙ୍କୁ ଜଲ୍ଦି ଘରୁ ବାହାର କର। ଦେଖ ରାଜୁ, ମୁଁ ତତେ କହିଦଉଛି, ତୁ ଏବେ ଏଠାରୁ ଚାଲିଯା। ବାପାଙ୍କର ସେଇ ଯୋଉ ଜମି, ସେଇ ଜମିଟା ହେଉଛି ତୋର। ତୁ ସେଥିରେ ଚାଷ କର, ରହ, କି ଯାହା କରୁଛୁ କର। ମୋର ସେଥିରେ କିଛି ଜାୟଜ ନାହିଁ, ହେଲେ ତୁ ଏବେଠାରୁ ମୋ ସାମ୍ନାକୁ ଆଉ ଆସିବୁନି। ଠିକ୍ ଅଛି ଭାଇ, ଆମେ ଯାଉଛୁ। ତୁମେ ଖୁସିରେ ରୁହ, ହେଲେ ଗୋଟିଏ କଥା ମନେ ରଖ, ସତ କେବେ ଲୁଚି ରୁହେ ନା। ଟିକି, ଚାଲ ଏଠାରୁ। ତାପରେ ଟିକି ଆଉ ରାଜୁ ତାଙ୍କର କିଛି ଜରୁରୀ ଜିନିଷକୁ ଧରନ୍ତି। ସେମାନେ ସେଇ ଘରକୁ ଶେଷ ଥର ପାଇଁ ଦେଖନ୍ତି, ଯୋଉଠି ସେମାନେ ଜନ୍ମ ହେଇଥିଲେ, ବାପା ମାଙ୍କ କୋଳରେ ଖେଳିଥିଲେ। ତାପରେ ରାଜୁ ଆଉ ଟିକି ତାଙ୍କ ଭାଗ୍ୟକୁ ଆଦରି ସେଠାରୁ ବାହାରି ଯାଆନ୍ତି। ସେମାନେ ଯାଇ ତାଙ୍କର ସେଇ ଶୁଖିଲା କ୍ଷେତ ପାଖରେ ପହଞ୍ଚି ଯାଆନ୍ତି। ସେଠି ତ ଟିକେ ହେଲେ ପାଣି ନଥିଲା, ମାଟି ସବୁ ଫାଟିକି ଆଁ କରିଥିଲା। ସବୁଆଡ଼େ ଖାଲି ଶୁଖିଲା କ୍ଷେତ। ରାଜୁ, ଏଇଠି ତ ମଞ୍ଜିରୁ ଗଜା ହେବନି। ଏଠି ପାଣି ନାହିଁ, ଛାଇ ନାହିଁ। ଆମେ ରାତି କୋଉଠି କାଟିବା? ଟିକି, ଆମକୁ ଏସବୁକୁ ସାମ୍ନା କରିବାକୁ ହେବ। ସେପଟକୁ ଦେଖ, ସେଇଠି ଗୋଟେ ଶୁଖିଲା ଝାଡ଼ି ଅଛି। ତାକୁ ଆଣି ଆମେ ଗୋଟେ ଛୋଟ କୁଡ଼ିଆ ଘର କରିପାରିବା। ରାତି ଭିତରେ ମୁଁ ଏ କାମକୁ ସମ୍ପୂର୍ଣ୍ଣ କରିନେବି। ହେଲେ ରାଜୁ, ପାଣି କାହିଁ? ପିଇବା ପାଇଁ ତ ପାଣି ଦରକାର, ହେଲେ ଏଠି ତ କୋଉଠି ହେଲେ ପାଣି ଦେଖାଯାଉନି। ଟିକି, ସେଇ ପାହାଡ଼ ପାଖରେ ଗୋଟେ ଛୋଟ ଝରଣା ଅଛି। ଆମେ ସେଇଠୁ ଯାଇ ପାଣି ଆଣିବା। ଟିକେ ଦୂର ହେବ, ହେଲେ ଆମକୁ ଏହା କରିବାକୁ ହେବ। ତାପରେ ରାଜୁ ଆଉ ଟିକି ଚଢ଼େଇ ତାଙ୍କର ଘର ତିଆରି କରିବାରେ ଲାଗି ପଡ଼ନ୍ତି। ସନ୍ଧ୍ୟା ହେଇଯାଏ। ତାଙ୍କ ଘର ଏବେ ସମ୍ପୂର୍ଣ୍ଣ ହେଇସାରିଥାଏ। ଗୋଟେ ଛୋଟ କୁଡ଼ିଆଟି ସେମାନେ କରିସାରିଥାନ୍ତି। ଘର ଭିତରେ 2 ଜଣ ବସିଥାନ୍ତି। ଘରେ ନା ଥାଏ ଖାଇବାକୁ, ନା ଥାଏ ପାଣି। 2 ଜଣ ସେମିତି ଉପାସ ଭୋକରେ ରାତି କାଟି ଦିଅନ୍ତି।
ଏମିତି ଦେଖୁ ଦେଖୁ ପରଦିନ ସକାଳ ହେଇଯାଏ। ରାଜୁ ଚଢ଼େଇ ଜଙ୍ଗଲକୁ ଯାଏ, କାଠ ହାଣେ। ଆଉ ସେ କାଠକୁ ନେଇ ବିକ୍ରି କରିବାକୁ ଚାଲିଯାଏ। ବିକ୍ରି କଲା ପରେ ଯେଉଁ ଟଙ୍କା ଆସେ ସେଇ ଟଙ୍କାରେ ରାଜୁ ଚଢ଼େଇ ତା ଘର ପାଇଁ କିଛି ଖାଇବା କିଣେ। ରାଜୁ, ଯେତିକି ଅଟା ଅଛି କେବଳ 2ଟି ରୁଟି ହେଇପାରିବ। ତୁମେ ତ ଦିନ ସାରା ପରିଶ୍ରମ କରୁଛ, ଭୋକରେ ଯଦି ରହିବ ତୁମ ଦେହ ଖରାପ ହେଇଯିବ। ଟିକି, ଭୋକ ଠାରୁ ବଡ଼ ହେଉଛି ଆମର ସ୍ୱପ୍ନ। ଆମେ ଏଇ ଟାଙ୍ଗରା କ୍ଷେତରେ ସବୁଜିମା ଭରି ଦେବା। ତୁମ ବି ତ ବହୁତ କଷ୍ଟ କରୁଛ, ନଦୀରୁ ପାଣି ନେଇକି ଆସୁଛ, ବହୁତ ଦୂର ନଦୀ। ତୁମର ବି ହାତରେ ଛାଲ ପଡ଼ିଗଲାଣି। ରାଜୁ, ତୁମେ ବ୍ୟସ୍ତ ହୁଅନି, ସବୁ କିଛି ଠିକ୍ ହେଇଯିବ। ହେଲେ ମୋତେ ବେଳେ ବେଳେ ଭାରି ଡର ଲାଗୁଛି। ଆମେ ଆଉ ଏଇଠି ଭୋକରେ ମରିଯିବାନି ତ? ନା ଟିକି, ଆମେ ଏଠି ଜମା ମରିବାନି। ବାପାଙ୍କ ଆତ୍ମା ଆମ ସାଙ୍ଗରେ ଅଛି, ସେ ଆମକୁ ସବୁବେଳେ ଦେଖୁଛନ୍ତି। ଏମିତି ଦିନ ପରେ ଦିନ ବିତି ଚାଲେ। ରାଜୁ ଚଢ଼େଇ ସବୁଦିନ ଜଙ୍ଗଲକୁ ଯାଇ କାଠ ହାଣେ, ଆଉ ଏପଟରେ ଟିକି ନଦୀରୁ ପାଣି ଆଣେ। ହେଲେ ସେଇ ଟାଙ୍ଗରା ଭୂଇଁରେ ଗୋଟିଏ ହେଲେ ବି ଗଛ ହୁଏ ନା। ଦିନ ପରେ ଦିନ ବିତି ଚାଲେ। ଦେଖୁ ଦେଖୁ ବର୍ଷ ପୂରିଯାଏ। ଏପଟରେ ରାଜୁ ଚଢ଼େଇ ଭାରି ଥକି ଯାଇଥାଏ। ଦିନେ ସେ ସକାଳୁ ସକାଳୁ ଜଙ୍ଗଲରେ କାଠ ହାଣୁଥାଏ। ସେ ଦେଖେ ଗୋଟେ ଉଜ୍ଜଳ ଆଲୋକ ତା ପାଖକୁ ଧୀରେ ଧୀରେ ଆସୁଛି। ଆରେ କିଏ କିଏ ତୁମେ? ଆରେ ଡରନି, ମୁଁ ଏଇ ଜଙ୍ଗଲରେ ରୁହେ। ମୁଁ ତତେ କେବେଠାରୁ ଦେଖୁଛି। ତୁ ସବୁଦିନ ଜଙ୍ଗଲକୁ ଆସୁଛୁ, କାଠ ହାଣୁଛୁ, ତୋ ସ୍ତ୍ରୀ ପାଇଁ ଦାନା ନେଇ ଯାଉଛୁ। ହେଲେ ତୋ ଟାଙ୍ଗରା ଭୂଇଁରେ ଗୋଟେ ହେଲେ ବି ଗଛ ହେଉନି। ତୁ ଭାରି ଥକି ଗଲୁଣୁ। ହଁ, ମୁଁ ଥକି ଗଲିଣି। ସବୁଦିନ କାଠ ହାଣି ହାଣି ମୋ ସ୍ତ୍ରୀ ବି ଥକି ଗଲାଣି, ପ୍ରତିଦିନ ନଦୀରୁ ପାଣି ବୋହିକି। ହେଲେ ସେଇ ଟାଙ୍ଗରା ଜମିରେ ଗୋଟେ ହେଲେ ବି ଗଛ ହେଉନି। ବେଳେ ବେଳେ ମୁଁ ଭାବୁଛି, ଘର ଛାଡ଼ି ମୁଁ ବହୁତ ବଡ଼ ଭୁଲ କରିଦେଲି। ପୁଣି ଭାବୁଛି, ସେଠି ଚୋର ନାଁରେ ମୁଁ ରହିପାରିନଥାନ୍ତି। ମିଛ ନିନ୍ଦା ଅପବାଦ ମୁଁ ମୁଣ୍ଡେଇ ପାରିନଥାନ୍ତି। ମୁଁ ଚୋରି କରିନି। ହଁ, ମୁଁ ଜାଣିଛି ତୁ ସତ କହୁଛୁ। ସେଇଥିପାଇଁ ତ ମୁଁ ତତେ ଆଜି ଦେଖା କରିବାକୁ ଆସିଛି। ଏଇ ନେ, ଏଇ ମଞ୍ଜିକୁ ନେଇଯା। ଆରେ ଏଇ ମଞ୍ଜି ତ ଚକ୍ ଚକ୍ କରୁଛି। ଏମିତି ଲାଗୁଛି ଇଏ ସାଧାରଣ ମଞ୍ଜି ନୁହଁ, ଇଏ ହେଉଛି ଯାଦୁଇ ମଞ୍ଜି। ହଁ, ଇଏ ହେଉଛି ଯାଦୁଇ ମଞ୍ଜି। ତୁ ଏ ମଞ୍ଜିକୁ ନେଇଯା। ପୂର୍ଣ୍ଣିମା ରାତି ହେଇଥିବ, ଜହ୍ନ ଆକାଶରେ ପୁରା ଗୋଲ ଥିବ। ସେଇଦିନ ତୁ ଏ ମଞ୍ଜିକୁ ତୋର ସେଇ କ୍ଷେତରେ ବୁଣି ଦେବୁ। ଆଉ ସକାଳକୁ ଦେଖିବୁ ତୋ କ୍ଷେତରେ ସବୁଜିମା ଭରି ଯାଇଥିବ। ଆଉ ହଁ, ତୁ ଏଇ ମଞ୍ଜିର ରହସ୍ୟ କାହାକୁ ହେଲେ କହିବୁନୁ। ତୋ ବଡ଼ ଭାଇ ଆଉ ତୋ ଭାଉଜ, ସେମାନଙ୍କ ପାଖରୁ ଦୂରେଇ ରହିବୁ। ଈର୍ଷାରେ ପଡ଼ି ସେମାନେ ତ ଫସଲକୁ ନଷ୍ଟ କରିପାରନ୍ତି। ହେଲେ ତୁମେ ମୋତେ ସାହାଯ୍ୟ କାହିଁକି କରୁଛ? ମୁଁ ତ ତୁମକୁ କେବେ ହେଲେ ଦେଖିନି କି ଜାଣିନି କି ମୁଁ ବି ତୁମକୁ କେବେ ସାହାଯ୍ୟ କରିନି। ରାଜୁ, ତୁ ହେଉଛୁ ସଚ୍ଚୋଟ ଆଉ ପରିଶ୍ରମୀ। ମୁଁ ଏମିତିକା ଲୋକଙ୍କୁ ହିଁ ସାହାଯ୍ୟ କରେ। ତୁ ଯା, ତୁ ପରିଶ୍ରମ କର, ଦେଖିବୁ ସଫଳତା ନିଶ୍ଚୟ ତତେ ମିଳିବ। ଏମିତି କହିବା ପରେ ସେଇ ଚଢ଼େଇଟି ସେଠାରୁ ଅଦୃଶ୍ୟ ହେଇଯାଏ। ରାଜୁ ଚଢ଼େଇ ସେଇ ମଞ୍ଜିକୁ ଧରେ, ଆଉ ତାକୁ ନେଇ ସନ୍ଧ୍ୟା ହେବା ପୂର୍ବରୁ ଘରକୁ ଚାଲି ଆସେ। ସେ ଆସି ସେଇ ଟିକି ଚଢ଼େଇକୁ ସବୁ କଥା କହିଦିଏ। ଟିକି ଚଢ଼େଇ ବି କଥା ଦିଏ, ସେ ଏଇ କଥା କାହାକୁ ହେଲେ କହିବନି। ସେଇଦିନ ଥିଲା ପୂର୍ଣ୍ଣିମା ରାତି। ଆକାଶରେ ଚାନ୍ଦ ଗୋଲ ଥିଲା। ଟିକି ଚଢ଼େଇ ଜଲ୍ଦି ଶୋଇପଡ଼ିଲା, କାହିଁକି ନା ସେ ଜାଣିଥିଲା ରାଜୁ ଚଢ଼େଇକୁ ଆଜି ଏକା କ୍ଷେତକୁ ଯିବାକୁ ପଡ଼ିବ। କିଛି ସମୟ ପରେ ରାଜୁ ଚଢ଼େଇ ସେଇ ମଞ୍ଜିକୁ ନେଇ କ୍ଷେତକୁ ବାହାରିଗଲା। ବାବା, ତୁମେ କହିଥିଲ ଏଇ ମଞ୍ଜି ଆମ ଶୁଖିଲା କ୍ଷେତରେ ସବୁଜିମା ଭରିଦେବ। ମୁଁ କେବଳ ମୋ କ୍ଷେତରେ ସବୁଜିମା ଦେଖିବାକୁ ଚାହେଁ।
ଏମିତି କହି ରାଜୁ ଚଢ଼େଇ ସବୁ ମଞ୍ଜିକୁ କ୍ଷେତରେ ବୁଣି ଦିଏ। ସେ ଘରକୁ ଆସେ, ହେଲେ ତାକୁ ନିଦ ହୁଏ ନା। ସେ ଘର ବାହାରେ ବସି ରୁହେ ଆଉ ଭାବିବାକୁ ଲାଗେ, କ'ଣ ସତରେ କାଲି ସକାଳେ କିଛି ଚମତ୍କାର ହେବ? ତାର ଏଇ ଟାଙ୍ଗରା କ୍ଷେତ ସବୁଜିମାରେ ଭରିଯିବ। ଯଦି ବା ନ ହୁଏ, କିଛି କଥା ନାହିଁ, ସେ ପୁଣି ଥରେ ପରିଶ୍ରମ କରିବ, ଜଙ୍ଗଲରୁ କାଠ ହାଣିବ। କିଛି ସମୟ ପରେ ସକାଳ ହେଇଯାଏ। ଟିକେ ଚଢ଼େଇ ଉଠିଯାଏ ଆଉ ମାଠିଆ ଧରି ବାହାରି ପଡ଼େ ପାଣି ଆଣିବାକୁ। କ୍ଷେତ ପାଖରେ ପହଞ୍ଚି ସେ ଦେଖେ ତା କ୍ଷେତରେ ଫସଲ ଫଳିଛି। ଟିକେ ଚଢ଼େଇ କିଛି କୁହେ ନା, ସେଇଠି ସ୍ତବ୍ଧ ହେଇଯାଏ। ସେ ଘରକୁ ଫେରି ଆସେ ଆଉ ରାଜୁ ଚଢ଼େଇକୁ ଡାକିବାକୁ ଲାଗେ। ରାଜୁ, ରାଜୁ, ଜଲ୍ଦି ଉଠ, ମୁଁ ଆଉ ସ୍ୱପ୍ନ ଦେଖୁନି ତ। ରାଜୁ, ଜଲ୍ଦି ଉଠ। ଟିକି, ଦେଖୁଛ, ଆମ କ୍ଷେତରେ ସୁନାର ଫସଲ ଫଳିଛି। କାଲି ପର୍ଯ୍ୟନ୍ତ ଏଠି କିଛି ନଥିଲା, ହେଲେ ଆଜି ସେଇ ବାବାଙ୍କ ଆଶୀର୍ବାଦରୁ ଆମ କ୍ଷେତ ସବୁଜିମାରେ ଭରି ଯାଇଛି। ସତରେ ଆମେ ଭାଗ୍ୟଶାଳୀ। ସାଙ୍ଗମାନେ, ଆଜିର ପ୍ରଶ୍ନ, ମାଧବ ଚଢ଼େଇର କେତୋଟି ପୁଅ ଥିଲେ? ଏ ଗୋଟିଏ, ବି ଦୁଇଟି, ସି ତିନୋଟି, ଡି ଚାରିଟି। ଉତ୍ତର କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।